ପୁରୁଣା ସମୟର କଥା। ଗୋଟିଏ ବଡ଼ ରାଜ୍ୟ ଥିଲା। ସେଠାରେ ରାଜା ବୀରେନ୍ଦ୍ର ସିଂ ରାଜ୍ୟ ଚଳାଉଥିଲେ। ରାଜମହଲରେ ସୁନା ଓ ହୀରାରେ ଚମକୁଥିଲା, କିନ୍ତୁ ସେହି ଘର ଭିତରେ ଶାନ୍ତି ନଥିଲା। ରାଜା ବହୁତ ଧନୀ ଥିଲେ, କିନ୍ତୁ ରାଜା ବହୁତ ଅହଙ୍କାରୀ ଓ କଠୋର ମନର ଥିଲେ। ଗରିବ ଲୋକଙ୍କ ଦୁଃଖ ଦେଖି ସେ ହସୁଥିଲେ। ରାଜାଙ୍କର ରାଣୀ ଥିଲେ ବହୁତ ଦୟାଳୁ। ସେହି ରାଣୀ ଚୁପଚାପ ଯାଇ ଗରିବ ଦୁଃଖୀମାନଙ୍କୁ ଖାଇବାକୁ ଦେଉଥିଲେ। ଏହି କଥା ରାଜା ଜାଣିଲେ ରାଗି ଯାଉଥିଲେ। ଗୋଟିଏ ଦିନ ବର୍ଷା ହେଉଥିବା ସମୟରେ ରାଜମହଲକୁ ଜଣେ ବୃଦ୍ଧା ଲୋକଟି ଭିକ୍ଷା ମାଗିବାକୁ ଆସିଲେ। ମା, ଏ ମା, 2 ମୁଠା ଭାତ ମିଳୁ ମା କହୁଥାଏ, ଆଉ କାନ୍ଦି କାନ୍ଦି ମାଗୁଥାଏ। ଏହି କଥା ଶୁଣି ରାଜା ଗର୍ଜି ଉଠିଲେ ଆଉ କହିଲେ, ନାହିଁ, ଏଠି କିଛି ବି ଦିଆଯିବ ନାହିଁ। ଏହି ଭିକାରୀ ମାନେ ରାଜ୍ୟକୁ ଅଶୁଭ କରୁଛନ୍ତି। ବାହାର କର ଏଠାରୁ। ସେନାମାନେ ବୃଦ୍ଧା ଲୋକକୁ ଧକ୍କା ଦେଲେ। ବୃଦ୍ଧା ଲୋକଟି ଭୂମିରେ ପଡ଼ିଗଲେ। ରାଣୀ ଦୌଡ଼ି ଆସି ତାଙ୍କୁ ଉଠାଇଲେ ଓ ଭାତ ଖାଇବାକୁ ଦେଲେ। ସେହି ସମୟରେ ହଠାତ୍ ବୃଦ୍ଧା ଲୋକଟି ହସିଲେ ଆଉ କହିଲେ, ରାଣୀ, ତୁମର ପୁଣ୍ୟ ଏହି ଘରକୁ ରକ୍ଷା କରିବ, କିନ୍ତୁ ରାଜା ପାପୀ ଏହି ମହଲକୁ ଅନ୍ଧକାରରେ ଡୁବାଇ ଦେବ। ଏହି କଥା କହୁ ହଠାତ୍ ସେ ବୃଦ୍ଧା ଲୋକଟି ଅଦୃଶ୍ୟ ହୋଇଗଲେ। ସମସ୍ତେ ଭୟରେ କାঁପି ଉଠିଲେ। ସେହିଦିନଠାରୁ ମହଲରେ ଅଜବ ଘଟଣା ଆରମ୍ଭ ହେଲା। ରାତିରେ ଦୀପଗୁଡ଼ିକ ଲିଭି ଯାଉଥିଲା। ରାଜମହଲ ଭିତରୁ କାନ୍ଦଣା ଶବ୍ଦ ଶୁଭାଯାଉଥିଲା। ରାଜାଙ୍କର ଧନର ଭଣ୍ଡାର କଳା ହୋଇଯାଉଥିଲା। ସେହି ରାଜ୍ୟରେ ଏକ ଛୋଟ ଗାଁଟିଏ ଥିଲା। ସେହି ଗାଁରେ ଗୌରୀ ନାମରେ ଝିଅଟିଏ ଥିଲା। ସେହି ଝିଅ ଥିଲା ଦୟାଳୁ, ଥିଲା ବହୁତ ସାହସୀ ମଧ୍ୟ ଥିଲା। ତାଙ୍କର ମା କହୁଥିଲେ, ଝିଅ, ପାପର ଘର ବଡ଼ ହେଲେ ବି ଶାନ୍ତି ନଥାଏ, ହେଲେ ପୁଣ୍ୟର ଘର ଛୋଟ ହେଲେ ବି ଭଗବାନ ରୁହନ୍ତି। ଗୌରୀ ମା ପାଖରୁ ଏହି କଥା ଶୁଣି ମନରେ ରଖିଥାଏ। ଗୋଟିଏ ଦିନ ଗୌରୀ ଜଙ୍ଗଲକୁ କାଠ ଆଣିବାକୁ ଗଲା। ଗୌରୀ ଦେଖିଲା ଜଣେ ସାଧୁ ବାବା ଅସୁସ୍ଥ ହୋଇ ପଡ଼ି ରହିଛନ୍ତି। ଗୌରୀ ସଙ୍ଗେ ସଙ୍ଗେ ସାଧୁ ବାବାଙ୍କୁ ପାଣି ଓ କିଛି ଫଳମୂଳ ଖାଇବାକୁ ଦେଲା। ଏହି କାମ ଦେଖି ସାଧୁ ବାବା ଗୌରୀଙ୍କ ଉପରେ ଖୁସି ହୋଇଗଲେ ଆଉ କହିଲେ, ଝିଅ, ତୋର ଭାଗ୍ୟ ରାଜମହଲ ସହିତ ଜଡ଼ିତ ଅଛି। ତୁମେ ଖୁବ୍ ଶୀଘ୍ର ଏକ ଭୟଙ୍କର ସତ୍ୟକୁ ସାମ୍ନା କରିବ। ଏହି କଥା ଶୁଣି ଗୌରୀ ଆଶ୍ଚର୍ଯ୍ୟ ହେଲା। ସେହି ରାତିରେ ଝଡ଼ ବର୍ଷା ହେଲା। ରାଜମହଲରେ ଭୟର ଛାୟା ଖେଳିଗଲା। ସମସ୍ତେ ଭାବୁଥିଲେ ସିନ୍ଧୁକ ଭିତରୁ ଶବ୍ଦ ଆସୁଛି। ସେହି ଶବ୍ଦ କାହାର? ରାଜା ବୀରେନ୍ଦ୍ର ସିଂ ସେନାମାନଙ୍କୁ ଆଦେଶ ଦେଲେ, ଏହି ସିନ୍ଧୁକକୁ ଏବେ ହିଁ ଜଳାଇ ଦିଅ। ଏହି କଥା ଶୁଣି ସେନାମାନେ ସିନ୍ଧୁକକୁ ଛୁଇଁଲେ। ତାଙ୍କ ହାତ ଜଳିବାକୁ ଲାଗିଲା। ସମସ୍ତେ ଭୟରେ ପଛକୁ ହଟିଗଲେ। ରାଣୀ କହିଲେ, ମହାରାଜ, ଏହା କୌଣସି ଦେବର ଶକ୍ତି ପରି ସଂକେତ ଲାଗୁଛି। ପାପର ଫଳ କେହି ବି ଏଡ଼ାଇ ପାରିବନି। ରାଜା ଏହି କଥା ଶୁଣି ଚିତ୍କାର କଲେ, ମୁଁ ଏହି ରାଜ୍ୟର ରାଜା, ମୋତେ କେହି ବି ଭୟ ଦେଖାଇ ପାରିବ ନାହିଁ। ସେହି ରାତିରେ ରାଜା ଶୋଇଥିବା ବେଳେ ସ୍ୱପ୍ନ ଦେଖିଲେ ସେହି ବୃଦ୍ଧ ଲୋକଙ୍କୁ। ସେହି ବୃଦ୍ଧ ଲୋକ କହିଲେ, ରାଜା, ଗରିବଙ୍କର ଲୁହ ତୋ ଘର ଉପରକୁ ଘେରି ରହିଛି। ଏବେ ତୋର ପାପର ଦ୍ୱାର ଖୋଲି ଯାଇଛି। ଏହି ସ୍ୱପ୍ନ ଦେଖି ରାଜା ଚିତ୍କାର ହୋଇ ଉଠି ପଡ଼ିଲେ। ଏପଟେ ଗୌରୀ ଗାଁରେ ଥିବା ବେଳେ ରାଜମହଲରୁ ଡାକ ଆସିଲା ଯେ ରାଣୀମା ମହଲକୁ ଗରିବ ଝିଅମାନଙ୍କୁ କାମ ଦେବା ପାଇଁ ଡାକୁଛନ୍ତି। ଗୌରୀ ଏହି କଥା ଶୁଣି ସେ ମହଲକୁ ଗଲା। ପ୍ରଥମ ଦିନରେ ହିଁ ଗୌରୀ ଅଜବ କିଛି ଅନୁଭବ କଲା। ମହଲ ବାହାରେ ବହୁତ ସୁନ୍ଦର ଦିଶୁଥିଲା, କିନ୍ତୁ ଭିତରେ ଥଣ୍ଡା ପବନ ବହୁଥିଲା ଓ
ଓ ରାତି ହେଲେ ମହଲ ଭିତରୁ କାନ୍ଦଣା ଶବ୍ଦ ଆସୁଥିଲା। ଗୌରୀ ଏହି ସବୁ ଦେଖି ଶୁଣି ଭୟଭୀତ ହେଲା। ସେହି ସମୟରେ ରାଣୀ ତାକୁ ଦେଖିଲେ, ତୁମ ନାମ କ'ଣ ଝିଅ? ଗୌରୀ କହିଲା, ମୋର ନାମ ଗୌରୀ। ରାଣୀ କହିଲେ, ତୁମର ମନ ବହୁତ ପବିତ୍ର। ସେହି ରାତିରେ ଗୌରୀ ପାଣି ନେବାକୁ ଯାଉଥିବା ବେଳେ ସେହି ପୁରୁଣା ସିନ୍ଧୁକ ଘର ପାଖରୁ ହଠାତ୍ ଶବ୍ଦ ଶୁଭାଗଲା। ଗୌରୀ ଚମକି ଉଠିଲା ଆଉ କହିଲା, କିଏ? ପୁଣି ସେହି ଶବ୍ଦ ଆସିଲା, ସତ୍ୟକୁ ମୁକ୍ତ କର। ଭୟଭୀତ ହୋଇ ବି ଗୌରୀ ଦ୍ୱାର ଖୋଲିଲା। ଘର ଭିତରେ ଥିଲା ସେହି ପୁରୁଣା ସିନ୍ଧୁକ। ସିନ୍ଧୁକ ଉପରେ ଧୂଳି ପଡ଼ିଥିଲା ଓ ଅଜଣା ଚିହ୍ନ ଥିଲା। ଗୌରୀ ସେହି ସିନ୍ଧୁକ ଉପରେ ହାତ ରଖିବା ମାତ୍ରେ ସିନ୍ଧୁକ ନିଜେ ଖୋଲିଗଲା। ଭିତରେ ଗୋଟିଏ ତାଳପତ୍ର ଥିଲା। ସେଥିରେ ଲେଖା ଥିଲା, ଯେଉଁ ରାଜା ଗରିବଙ୍କର ଅଧିକାର ଛିନି ନେବ, ତାଙ୍କ ଘରରେ ପାପର ଛାୟା ଜନ୍ମ ନେବ। କେବଳ ପୁଣ୍ୟବାନ ହୃଦୟର ମଣିଷ ଏହି ଅଭିଶାପକୁ ଭାଙ୍ଗି ପାରିବ। ସେହି ସମୟରେ ଭୟଙ୍କର ପବନ ବହିଲା। ଦୀପଗୁଡ଼ିକ ସେହି ସମୟରେ ଲିଭିଗଲା। ଅନ୍ଧକାର ମଝିରେ ଗୋଟିଏ କଳା ଛାୟା ଦେଖାଗଲା। ଏହି ମହଲ ପାପରେ ଭରିଛି, କେହି ଏହାକୁ ବଞ୍ଚାଇ ପାରିବ ନାହିଁ। ଏହି କଥା ଶୁଣି ଗୌରୀ ଭୟରେ କମ୍ପିବାକୁ ଲାଗିଲା। ଗୌରୀ ଭଗବାନଙ୍କ ନାମ ନେଇ କହିଲା, ସତ୍ୟ ଓ ପୁଣ୍ୟ ସବୁବେଳେ ଜିତେ। ଏତିକି କହିଛି ନା ନାହିଁ, ସଙ୍ଗେ ସଙ୍ଗେ ସିନ୍ଧୁକ ଭିତରୁ ଆଲୋକ ବାହାରିଲା। ସେହି ସମୟରେ କଳା ଛାୟା ଚିତ୍କାର କରି କହିଲା, ତୃତୀୟ ରାତିରେ ରାଜମହଲର ସବୁଠାରୁ ବଡ଼ ରହସ୍ୟ ଖୋଲିଯିବ। ଏହି କଥା କହି ଅଦୃଶ୍ୟ ହୋଇଗଲା। ତା ପରଦିନ ତୃତୀୟ ରାତି ଆସି ପହଞ୍ଚିଲା। ସମଗ୍ର ରାଜମହଲ ଭୟରେ ନୀରବ ହୋଇଗଲେ। ଗୌରୀର ମନ ବହୁତ ଦୁଃଖ ଥିଲା। ସେ ସିନ୍ଧୁକର କଥା ଭାବୁଥିଲା। ତୃତୀୟ ରାତିର ଖୋଲିଯିବ। ଅଧା ରାତି ହଠାତ୍ ଘଣ୍ଟା ନିଜେ ନିଜେ ବାଜି ଉଠିଲା। ଢଙ୍ଗ ଢଙ୍ଗ ଢଙ୍ଗ। ସମସ୍ତେ ଭୟରେ ଥରିବାକୁ ଲାଗିଲେ। ଗୌରୀ ମନ ଭିତରେ ସାହସ କରି ସିନ୍ଧୁକ ଘରର ଅନ୍ଧାର ଘର ତଳକୁ ସିଡ଼ି ଥିଲା। ସେହି ସିଡ଼ିରେ ଭଗବାନଙ୍କର ନାମ ନେଇ ତଳକୁ ଗଲା। ତଳେ ଦେଖିଲା, ଲୁହାର ଶିକୁଳିରେ ବନ୍ଧା ହୋଇଥିବା ଜଣେ ବୃଦ୍ଧ ପୁରୁଣା। ଗୌରୀ ଚମକି ଉଠିଲା ଆଉ ପଚାରିଲା, ଆପଣ କିଏ? ବୃଦ୍ଧ ଲୋକଟି ଧୀରେ ଧୀରେ ଆଖି ଖୋଲିଲେ। ମୁଁ ଏହି ରାଜ୍ୟର ପୁରୁଣା ରାଜପୁରୋହିତ। ଏହି କଥା ଶୁଣି ଗୌରୀ ଆଶ୍ଚର୍ଯ୍ୟ ହେଲା। ଆପଣଙ୍କୁ ଏଠାରେ କିଏ ବନ୍ଦୀ କରିଛି? ଏହି କଥା ଶୁଣି ବୃଦ୍ଧ ଲୋକଟି ଆଖିରୁ ଲୁହ ଝରିଲା ଆଉ କହିଲା, ମୋତେ ଏଠାରେ ବନ୍ଦୀ କରିଥିବା ଲୋକ ହେଉଛନ୍ତି ରାଜା ବୀରେନ୍ଦ୍ର ସିଂ। କାରଣ ମୁଁ ତାଙ୍କ ପାପର ବିରୋଧ କରିଥିଲି। ତାପରେ ସେହି ବୃଦ୍ଧ ଲୋକକୁ ସବୁ ସତ କଥା କହିଲେ। ବର୍ଷକ ଆଗରେ ରାଜା ଗରିବ ଚାଷୀମାନଙ୍କର ଜମି ଛିନି ନେଇଥିଲେ। ଯେଉଁମାନେ ବିରୋଧ କରୁଥିଲେ ସେମାନଙ୍କୁ ଶାସ୍ତି ଦେଉଥିଲେ। ଜଣେ ବୃଦ୍ଧ ଲୋକ ଘରର ବଞ୍ଚାଇବାକୁ ରାଜାଙ୍କୁ କାନ୍ଦି କାନ୍ଦି ନିବେଦନ କରିଥିଲେ, କିନ୍ତୁ ରାଜା ତାଙ୍କୁ ଅପମାନ କରି ମହଲରୁ ବାହାର କରିଦେଇଥିଲେ। ସେହି ବୃଦ୍ଧା ମରିବା ପୂର୍ବରୁ ଅଭିଶାପ ଦେଇଥିଲେ, ଯେଉଁ ଘର ଗରିବଙ୍କ ଲୁହରେ ତିଆରି ହୋଇଛି ସେଠାରେ କେବେ ସୁଖ ରହିବ ନାହିଁ। ଗୌରୀ ହୃଦୟ କମ୍ପି ଉଠିଲା। ତାହେଲେ ଏହି ସେହି ମହଲ? ଯାହା ଘଟୁଛି ସେ କ'ଣ? ହଁ, ସେହି ପାପର ଛାୟା। କିନ୍ତୁ ଏକ ପବିତ୍ର ମନର ଏହାକୁ ଶେଷ କରିପାରିବ। ସେହି ଝିଅ ହେଉଛି ତୁ। ସେହି ସମୟରେ ହଠାତ୍ ଭୟଙ୍କର ପବନ ବହିଲା। ଅନ୍ଧାରରେ କଳା ଛାଇ ପୁଣି ଦେଖାଦେଲା। ତୁ ସତ୍ୟ ଜାଣିଗଲୁ। ଏବେ କେହି ବଞ୍ଚିବେ ନାହିଁ। ସେହି ଛାୟା ଗୌରୀଙ୍କ ଦିଗକୁ ଆଗେଇଲା। ଗୌରୀ ଭୟରେ ଆଖି ବନ୍ଦ କରିଦେଲା ଓ ଭଗବାନଙ୍କର ନାମ ନେଲା। ସେହି ସମୟରେ ଗୌରୀଙ୍କ ଗଳାରେ ଛୋଟ ତୁଳସୀ ମାଳିର ତୀବ୍ର ଆଲୋକ ବାହାରିଲା। କଳା ଛାୟା ପଛକୁ ହଟିଗଲା। ନାହିଁ, ଏହା ହେଉଛି ପୁଣ୍ୟର ଶକ୍ତି। ଗୌରୀ ସାହସ କରି କହିଲା, ପାପ କେତେ ବଡ଼ ହେଉ ସତ୍ୟ ଆଗରେ ହାରିଯାଏ। ଛାୟା ସେହି ସମୟରେ ଚିତ୍କାର କରି ଅଦୃଶ୍ୟ ହୋଇଗଲା। କିନ୍ତୁ ଯିବା ପୂର୍ବରୁ କହିଲା,
ପୂର୍ଣ୍ଣିମା ରାତିରେ ଏହି ମହଲରେ ଧ୍ୱଂସ ହେବ। ଗୌରୀ ଭୟରେ ରାଜପୁରୋହିତକୁ ଦେଖିଲା। ବୃଦ୍ଧ ରାଜପୁରୋହିତ କହିଲେ, ସମୟ ବହୁତ କମ୍। ରାଜାଙ୍କୁ ତାଙ୍କ ପାପର ସ୍ୱୀକାର କରିବାକୁ ପଡ଼ିବ, ନହେଲେ ଏହି ଘର ଶେଷ ହୋଇଯିବ। ପୂର୍ଣ୍ଣିମା ରାତି ଧୀରେ ଧୀରେ ନିକଟ ହେଲା। ସେବକମାନେ ମହଲ ଛାଡ଼ି ପଳାଇବାକୁ ଲାଗିଲେ। ରାତି ହେଲେ ଅନ୍ଧାର ଘରର କାନ୍ଦଣା ଶବ୍ଦ ଆସୁଥିଲା। ରାଜା ବୀରେନ୍ଦ୍ର ସିଂ ବାହାରୁ କଠୋର ଦେଖାଯାଉଥିଲା, କିନ୍ତୁ ମନରେ ଭୟ ଘେରି ଯାଇଥିଲା। ସେ ନିଦେଇ ପାରୁନଥିଲେ। ଆଖି ବନ୍ଦ କରିଲେ ସେହି ବୃଦ୍ଧାଙ୍କୁ ମୁହଁ ଦେଖାଯାଉଥିଲା। ଗୌରୀ ରାଜପୁରୋହିତଙ୍କ କଥା ଭାବିଲା। ରାଜା ପାପ ସ୍ୱୀକାର ନ କଲେ ମହଲ ରକ୍ଷା ପାଇବ ନାହିଁ। ଗୌରୀ ସାହସ କରି ରାଜାଙ୍କ ସମ୍ମୁଖକୁ ଗଲା। ମହାରାଜ, ଏହି ଅଭିଶାପରୁ ବଞ୍ଚିବାକୁ ହେଲେ ଆପଣଙ୍କୁ ନିଜ ପାପର ସ୍ୱୀକାର କରିବାକୁ ପଡ଼ିବ। ରାଜା ଏହି କଥା ଶୁଣି ରାଗିଯାଇ କହିଲେ, ଚୁପ୍ କର। ଗୋଟିଏ ଗରିବ ଝିଅ ମୋତେ ଶିଖାଇବ? ସେଇ ମୁହୂର୍ତ୍ତରେ ହଠାତ୍ ମହଲ ଜୋରରେ କମ୍ପି ଉଠିଲା। ଛାତରୁ ପଥର ଖସି ପଡ଼ିଲା। ଅନ୍ଧକାର ଗର୍ଜି କରି କହିଲା, ପାପର ସମୟ ଶେଷ। ଏହି କଥା ଶୁଣି ରାଜା ଭୟରେ କମ୍ପି ଉଠିଲେ। ରାଣୀ ସେହି ସମୟରେ କାନ୍ଦିକରି କହିଲେ, ମହାରାଜ, ସତ୍ୟକୁ ସ୍ୱୀକାର କରନ୍ତୁ, ଅହଙ୍କାର ଛାଡ଼ନ୍ତୁ। ସେହି ସମୟରେ କଳା ଧୂଆଁ ଚାରିପଟେ ଛାଇଗଲା। ଧୂଆଁ ମଝିରେ ଅନେକ କାନ୍ଦୁଥିବା ମୁହଁ ଦେଖାଯାଉଥିଲା। ସେମାନେ ଥିଲେ ସେହି ଗରିବ ଲୋକ, ରାଜାଙ୍କ ଅନ୍ୟାୟର ଶିକାର ହୋଇଥିଲେ। ସେମାନେ କହିଲେ, ଆମର ଲୁହରେ ଏହି ମହଲ ତିଆରି ହୋଇଛି। ଏହି କଥା ଶୁଣି ରାଜା ଭୟରେ ଭୂମିରେ ପଡ଼ିଗଲେ। ଗୌରୀ କହିଲେ, ମହାରାଜ, ଏବେ ବି ସମୟ ଅଛି, ପଶ୍ଚାତ କରନ୍ତୁ। ରାଜାଙ୍କ ଆଖିରୁ ପ୍ରଥମ ଥର ଲୁହ ଝରିଲା। ମୁଁ ଭୁଲ କରିଛି। ଅହଙ୍କାରରେ ମୁଁ ଅନ୍ଧ ହୋଇଯାଇଥିଲି। ରାଜା ହାତ ଯୋଡ଼ି କାନ୍ଦିକରି କହିଲେ, ମୋତେ କ୍ଷମା କରନ୍ତୁ। ମୁଁ ଗରିବଙ୍କୁ ଅଧିକାର ଫେରାଇ ଦେବି। ଏତିକି କହିବା ପରେ ସିନ୍ଧୁକ ଆଲୋକ ବାହାରିଲା। କଳା ଧୂଆଁ ଚିତ୍କାର କରି ଆକାଶରେ ମିଶିଗଲା। ସେହି ସମୟରେ ହଠାତ୍ ସେହି ବୃଦ୍ଧା ପୁଣି ଦେଖାଦେଲେ। ବୃଦ୍ଧା ଲୋକଟି କହିଲେ, ଏବେ ତାଙ୍କ ମୁହଁରେ କ୍ରୋଧ ନଥିଲା। ରାଜା କହିଲେ, ପଶ୍ଚାତ ପୁଣି ସବୁଠାରୁ ବଡ଼ ପୁଣ୍ୟ। ତାପରେ ଗୌରୀକୁ ଆଶୀର୍ବାଦ ଦେଲେ, ତୋର ପବିତ୍ର ମନ ଏହି ଘରକୁ ବଞ୍ଚାଇ ଦେଲା। ଆକାଶରେ ବୃଦ୍ଧ ଲୋକ ଅଦୃଶ୍ୟ ହୋଇଗଲେ। ସକାଳ ହେବା ପରେ ରାଜା ସମଗ୍ର ରାଜ୍ୟରେ ଘୋଷଣା କଲେ ଯେ ଆଜିଠାରୁ କେହି ଭୁକା ରହିବେ ନାହିଁ। ଗରିବଙ୍କର ଜମି ଫେରାଇ ଦିଆଯିବ। ଏହି କଥା ରାଜାଠୁ ଶୁଣି ଲୋକମାନେ ଖୁସିରେ କାନ୍ଦି ପକାଇଲେ। ରାଣୀ ଗୌରୀଙ୍କୁ କହିଲେ, ତୁମେ ଏହି ମହଲର ଆଲୋକ। ଗୌରୀ ହସି ଦେଇ କହିଲା, ପାପର ଘର କେବେ ସୁଖ ଦିଏ ନାହିଁ। ପୁଣ୍ୟ ହିଁ ସତ୍ୟର ସମ୍ପଦ। ସେହି ଦିନଠାରୁ ରାଜ୍ୟରେ ଶାନ୍ତି ଫେରିଆସିଲା। ସାଙ୍ଗମାନେ, ଆମର କାହାଣୀ ବା ଓଡ଼ିଆ ଗପ ଆପଣମାନଙ୍କୁ ଯଦି ପସନ୍ଦ ଆସେ, ତେବେ ଆମର କାର୍ଟୁନ୍ ଭିଡ଼ିଓ ବା କାହାଣୀକୁ ଗୋଟିଏ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଯେଉଁମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି, ସେମାନେ ବି ଆମ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ରହୁଛି, ନମସ୍କାର।